ସତର୍କ କହିବେ। ଆମେ ଜାଣିଛେ ଏ ଉତ୍ସବଟି ହେଉଛି ଉନ୍ମୋଚନର ଉତ୍ସବ। ପ୍ରାୟ 40ରୁ ଅଧିକ ବହି ଏଠି ଉନ୍ମୋଚିତ ହେବ। ଏବଂ ମୁଁ ବି ସଚେତନ ଯେ ମଞ୍ଚରେ ଅଛନ୍ତି 2 ଜଣ ଓଡ଼ିଆ ପ୍ରଫେସର, ମଣିନ୍ଦ୍ର ଭାଇ ଓ ପ୍ରସନ୍ନ ଭାଇ। ପ୍ରଫେସର ଥାଉ 2 ଜଣ ପ୍ରଫେସର, ମୁଁ ସମୟ ସଞ୍ଚୟ କରିବାକୁ ଚାହୁଁଛି ତାଙ୍କ କଥା ଶୁଣିବା ପାଇଁ। କେବଳ ଆଜି ଦିନରେ ମୁଁ ଯେଉଁମାନଙ୍କର ବହି ଉନ୍ମୋଚିତ ହେବ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ବେଶୀ ଶୁଭେଚ୍ଛା ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି ବଂଶୀ ବାବୁ ଏବଂ ଲକ୍ଷ୍ମୀ ମ୍ୟାଡ଼ାମ। ଏ ଗୋଟେ ଅଭିନବ ଉଦ୍ୟମ, ଏକାଠି ଏତେ ବହି ଉନ୍ମୋଚିତ ହେଲା ମୋର ପ୍ରଥମ ଅନୁଭବ। ଆଜି ସନ୍ଧ୍ୟାରେ ଗୋଟେ ଉନ୍ମୋଚନ ଉତ୍ସବ ଅଛି, ମୁଁ ସେଠିକି ଯିବି। ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଜାଗାରେ ଓଡ଼ିଶାରେ ଭୁବନେଶ୍ୱରରେ ସବୁଦିନ ବହି ଉନ୍ମୋଚନ ହେଉଛି। ଏଭଳି ଏକ ବହି ଉନ୍ମୋଚନ ଉତ୍ସବ ଯେଉଁଥିରେ ପୁରୀରୁ ରାୟଗଡ଼ା, ଗଜପତି ବିଭିନ୍ନ ଜିଲ୍ଲାରୁ କବି ଲେଖକମାନେ ଆସିଛନ୍ତି, ତାଙ୍କର ବହି ଛପା ହେଉଛି ଏବଂ ଆଜି ଉନ୍ମୋଚନ ହେଉଛି। ତେଣୁ ଇଏ ଗୋଟେ ବହୁତ ବଢ଼ିଆ କାର୍ଯ୍ୟଟିଏ। ଏଇଭଳି କାର୍ଯ୍ୟ ଚାଲୁ। କେବଳ ମୋର ଗୋଟିଏ ପ୍ରଶ୍ନ ଆଉ ସନ୍ଦେହ, ଯାହାକି ମଞ୍ଚାସୀନ ଅତିଥିମାନେ ତାଙ୍କର ବିପୁଳ ଅନୁଭବ ଉପଲବ୍ଧିରୁ କହିବେ। କ୍ରମଶଃ ଓଡ଼ିଶାରେ ବହୁତ ବହି ଛପା ହେଉଛି, ପ୍ରତିଦିନ ଉନ୍ମୋଚନ ଉତ୍ସବ, କିନ୍ତୁ ସେହି ପରିମାଣରେ ପାଠକ ସଂଖ୍ୟା କମୁଛି, ପଠନ ଅଭ୍ୟାସ କମୁଛି। ଗୋଟେ ପଟେ ବହିର ବନ୍ୟା, ଆଉ ଗୋଟେ ପଟେ ପାଠକଙ୍କ ମରୁଡ଼ି। ଏ ପ୍ରକାର ଅସଙ୍ଗତି ମୁଁ ଅନୁଭବ କରୁଛି। ତା ଅର୍ଥ ନୁହଁ ଯେ ଆମେ ଯେଉଁମାନେ କିଛି ସରସ୍ୱତୀଙ୍କର କରୁଣା ପ୍ରାପ୍ତ ହେଇଛେ, ପଦ ଲେଖିବାକୁ ସମର୍ଥ ହେଇଛେ, ଲୋକମାନେ ପଢ଼ୁନାହାନ୍ତି ବୋଲି ଯେ ଆମେ ଲେଖିବା ନାହିଁ ତାହା ନୁହେଁ। ଆମେ ଆମର କାର୍ଯ୍ୟ କରିଚାଲିଛେ, ଲୋକମାନେ ପଢ଼ୁନାହାନ୍ତି, ସେ ତାଙ୍କର କାର୍ଯ୍ୟର ଅବହେଳା କରୁଛନ୍ତି। ଯଦି ସମସ୍ତେ ବଧିର ହେଇଯିବେ, କୋଇଲି କ'ଣ ଗୀତ ଗାଇବା ବନ୍ଦ କରିଦେବ? ବନ୍ଦ କରିବ ନାହିଁ। ନ ଶୁଣିଲେ ନାହିଁ, କେହି ନ କରିଲେ ନାହିଁ। ମୋତେ କୁହାଯାଇଛି, ଭଗବାନ ମୋତେ ପଠାଇଛନ୍ତି ପୃଥିବୀକୁ, ମୁଁ ଲେଖିବି। ହୁଏତ କେତେବେଳେ ପଢ଼ିବେ ନ ପଢ଼ିବେ ସେ ପରବର୍ତ୍ତୀ କଥା। ଯାହା ହେଉ ଏଠି ଏତେ ସଂଖ୍ୟାରେ ବହି ଉନ୍ମୋଚିତ ହେବା ଏବଂ ଏଭଳି ଏକ ସୁନ୍ଦର ପରିବେଶ, ସୁନ୍ଦର ପାଗ ଏଇଥିପାଇଁ କହୁଛେ, ବହୁତ ଗରମ ହେଉଥିଲା, ଅସହ୍ୟ ଲାଗୁଥିଲା। ଆଜି ବର୍ଷା ହେଉଛି, ଆକାଶରେ ବାଦଲ ଅଛି, ବହୁତ ଖୁସି ଲାଗୁଛି। ଏଭଳି ଏକ ସୁଖମୟ ମୁହୂର୍ତ୍ତରେ ଯେଉଁମାନଙ୍କର ବହି ଉନ୍ମୋଚନ ହେଉଛି ଏବଂ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଅଛନ୍ତି ଓଡ଼ିଆ ସାରସ୍ୱତ ମଠର ପ୍ରିୟ ବାବା ପ୍ରସନ୍ନ ବାବା। ସେ ଆମ ସାହିତ୍ୟ ଗୋଟେ ପ୍ରତିନିଧି ହେବ, ସେ ତାଙ୍କ ବାବା, ସ୍ଥାୟୀ ବାବା। ସେ ଆଶୀର୍ବାଦ ପ୍ରଦାନ କରିବେ। ଆଉ ମଞ୍ଚ ଲେଖି କାଳୀଙ୍କର ଚମତ୍କାର ଭାଷଣ ଦେଲେ। ଭଗବାନ ଚମତ୍କାର ସଂଯୋଜକ ମହୋତ୍ସବ, ଯଦି ଚମତ୍କାର କହୁଛନ୍ତି, ମୋତେ ଲାଗୁଛି ସେହି କେବଳ କୁହନ୍ତୁ, ଆମେ କାହିଁ କହିବା। ଏ ସୁନ୍ଦର ଭାଷାରେ ସତରେ କବିତା